ହ୍ୟାଲୋ। ଆଉ ଏଠାରେ ମୁଁ କହିବାକୁ ଯାଉଛି ଆଜିର ଟପିକ୍ ହେଲା ଆମର ଛୁଆ 3 ମାସରୁ 6 ମାସ ଭିତରେ, ଯେଉଁଟାକି ତା'ର ଶାରୀରିକ ମାନସିକ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ କ'ଣ କରିଥିବ, ସମସ୍ତ ବିଷୟ ଚିହ୍ନିବା ପାଇଁ ଚେଷ୍ଟା କରିଥିବ। ଆଉ ସେଇ ଟାଇମ୍ରେ ଆମେ ଛୁଆକୁ ଯତ୍ନ ନେବା, ଆଉ ତାକୁ ଆମେ ଚେଷ୍ଟା କରିବା ଯେ ଛୁଆ ଯେମିତି ରଙ୍ଗୀନ ରଙ୍ଗୀନ ଚିହ୍ନି ପାରିବ, ମାଆର ଆକର୍ଷଣ ହେଇକରି ଯିବ, ତା'ର କଥାଟା ଶୁଣିପାରିବ। ଆଉ ତା ସହିତ ଆମେ ବେଶୀ କଥା ହେବା ପାଇଁ ଚେଷ୍ଟା କରିବା, ତା'ର ମୁଣ୍ଡକୁ ଉଠେଇକରି ବସେଇବାକୁ ଚେଷ୍ଟା କରିବା। ଏଇସବୁ ଆମେ ତାକୁ ଧ୍ୟାନ ଦେବା, ବୋଲେ ସେ ଛୁଆଟା ବସି ପାରୁଛି କି ନାହିଁ, ଉଠି ପାରୁଛି କି ନାହିଁ, ସେଇସବୁ ଆମମାନେ ଜାଣିପାରିବା। ଯଦି ସେ ଗୋଟେ ଜିନିଷକୁ ଦେଖୁଛି, ରଙ୍ଗନ ବା ବେଲୁନ୍ ବା କଲର୍ ବାଲା ଦେଖୁଛି, ସେ ଯୁଆଡ଼େ ଟିକେ ଆମେ ଏଡ଼େଇକି ରଖିଦେବା। ତା ସହିତ ସେ ଯଦି ସତରେ ତା'ର ଠିକ୍ ଥିବା, ବୋଲେ ସେ କ'ଣ କରିବ, ସେ ମୁଣ୍ଡକୁ ଏପଟେ ସେପଟେ କରିକି ଦେଖିକି ଚେଷ୍ଟା କରିବ। ତା ସହିତ ସେ ଆବାଜ ଯଦି ଶୁଣିବ, ତା ସହିତ କଥା ହେବା ପାଇଁ ଚେଷ୍ଟା କରିବା, ଯେଉଁଦ୍ୱାରା କି ସେ କ'ଣ କରିବ, ସେ କଥାକୁ ଶୁଣିକିରି ସେ କଥା ହେବା ପାଇଁ ଚେଷ୍ଟା କରିବ। ଯେଉଁଟାକି ଛୁଆମାନେ ଫାଷ୍ଟ ଷ୍ଟାର୍ଟିଂରେ ହି ହୁ କରିକି କଥା ହୁଅନ୍ତି, ସେହିପରି ଆମମାନେ ତା ସହିତ ଚିହ୍ନେଇବା ପାଇଁ ଚେଷ୍ଟା କରିବା। ଆହୁରି ସେ ଏପରିକି ତା'ର ମୁଣ୍ଡକୁ ଷ୍ଟ୍ରେଟ୍ କରିକିରି ବସେଇବା ପାଇଁ ଚେଷ୍ଟା କରିବା, ଯେମିତିକି ଛୁଆ ବସି ପାରୁଛି କି ନାହିଁ, ଏହିସବୁ ଆମେ ଧ୍ୟାନ ଦେବା। ଆଉ ଶବ୍ଦ ଶୁଣିଲା ମାତ୍ରେ ସେ ଯେମିତି ମୁଣ୍ଡକୁ ଏପଟେ ସେପଟେ କରିବ, ସେଇ ସବୁରେ ଆମମାନେ ଧ୍ୟାନ ଦେବା। ଆଉ ତା ସହିତ ରଙ୍ଗୀନ ରଙ୍ଗୀନ ମାନେ କଲର୍ ବାଲା ବେଲୁନ୍ ହେଉ ବା ରିବନ୍ ହେଉ ବା ଯେଉଁଟା ବି ହେଉ, ସେଇ ସବୁକୁ ଆମେ ବାନ୍ଧିକିରି ଛୁଆକୁ ଯତ୍ନ ନେବା। ଆଉ ତାକୁ ଆମେ ଖାଦ୍ୟ ବି ତା ସହିତ, ଖାଦ୍ୟ ବୋଲେ କ'ଣ, କେବଳ ମା' କ୍ଷୀର 6 ମାସ ପର୍ଯ୍ୟନ୍ତ। ଠିକ୍ ଅଛି।